ସମସ୍ତଙ୍କୁ ମୋର ନମସ୍କାର। ମୁଁ ପ୍ରକାଶ ଚନ୍ଦ୍ର ସାହୁ, ଶିକ୍ଷକ ପ୍ରଶିକ୍ଷକ। ଚାଲନ୍ତୁ ଆମେ ଆଜି ଉଲ୍ଲାସର ଭାଗ 1ରେ ଥିବା କଥାବାର୍ତ୍ତା ପ୍ରସଙ୍ଗର କିଛି ଅକ୍ଷରମାନଙ୍କୁ ଆମେ ଆଗରୁ ଚିହ୍ନଟ କରିଥିଲେ। ତ ଏବେ ଆମେ ସେଇ ଅକ୍ଷରମାନଙ୍କୁ ନେଇ ଶବ୍ଦକୁ ଚିହ୍ନଟ କରିବା। ଉଁ, ଚାଲନ୍ତୁ ଆମର କୌଣସି ଅସୁବିଧା ଥିଲେ ଆମେ କିପରି ବିଦ୍ୟାଳୟକୁ ଚିଠିଟିଏ ଲେଖିବା। ତ ଦେଖନ୍ତୁ ବିଦ୍ୟାଳୟକୁ ଆମେ କେମିତି ଚିଠିଟିଏ ଲେଖିବା। ଶିକ୍ଷୟିତ୍ରୀ ମହୋଦୟ 18/3/2024। ନମସ୍କାର, ମୋର ଝିଅ ଆପଣଙ୍କ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼େ। ଆମେମାନେ 2 ମାସ ପାଇଁ ଗାଁକୁ ଚାଲି ଯାଇଥିଲୁ। ଏବେ ଫେରିଲୁ ଏବଂ ଜାଣିବାକୁ ପାଇଲୁ ଯେ ବବଲିର ନାମ କଟିଯାଇଛି। ଏଣୁ ବିନୀତ ଅନୁରୋଧ କି ବବଲିର ପୁନର୍ବାର ବିଦ୍ୟାଳୟରେ ନାମ ଲେଖନ୍ତୁ। ଧନ୍ୟବାଦ, ଆରତି, ବବଲିର ମା। ତ ଏଇଠି ଆମେ ଦେଖିଲେ ଆମର ବବଲିର ମା ଏକ ବିଦ୍ୟାଳୟକୁ ଚିଠିଟିଏ ଲେଖିଛନ୍ତି। କଣ ପାଇଁ? ନା ସେମାନେ 2 ମାସ ପାଇଁ ଗାଁକୁ ଚାଲି ଯାଇଥିଲେ। ଏଥିପାଇଁ ବବଲିର ନାମ ସ୍କୁଲରେ କଟି ଯାଇଥିଲା। ତେଣୁ କେମିତି ଆମେ ବିଦ୍ୟାଳୟକୁ ଚିଠିଟିଏ ଲେଖିବା ଆମେ ଏବେ ଦେଖିଲେ। ତ କେମିତି ଆମେ ଏବେ ବିଦ୍ୟାଳୟକୁ ଚିଠିଟିଏ ଲେଖିବା ଏବେ ଆମେ ଦେଖିଲେ। ତ ଏବେ ଚାଲନ୍ତୁ ଆମେ ଆପଣମାନଙ୍କ ପାଇଁ କିଛି ମୁଁ କ୍ୱେଶ୍ଚନ ରଖିଛି। ଠିକ ଅଛି, ଆପଣ ହଁ ଆଉ ନାରେ ଉତ୍ତର ଦେବେ। ଠିକ ଅଛି, ତ ଏବେ ଆପଣ ମାନେ ମତେ କୁହନ୍ତୁ, କେବେ ଆପଣଙ୍କୁ ଚିଠି ଲେଖିବାର ଆବଶ୍ୟକତା ପଡିଛି କି? ଆଚ୍ଛା, ହଁ। ଆଚ୍ଛା, ଏବେ ଆପଣ ମାନେ ମତେ କୁହନ୍ତୁ, ଆପଣଙ୍କ ଘର ପାଖରେ ଡାକ ବାକ୍ସ ବା ଡାକ ଘରେ ଅଛି କି? ଆଚ୍ଛା, ଅଛି। ଆଚ୍ଛା, ବହୁତ ବଢିଆ। ତ ଏବେ ଆପଣ ମାନେ ମତେ କୁହନ୍ତୁ, ଆପଣ କେବେ ଡାକ ଘର ଯାଇଛନ୍ତି କି? ଆଚ୍ଛା, ହଁ, ବହୁତ ବଢିଆ। ଏବେ ଆପଣ ମାନେ ମତେ କୁହନ୍ତୁ, ଡାକ ଘରେ ଆପଣଙ୍କର ସଞ୍ଚୟ ଖାତା ଅଛି କି? ଅଛି। ଆଚ୍ଛା, ବହୁତ ବଢିଆ। ଏବେ ଚାଲନ୍ତୁ ଆମେ ଆଗରୁ ମୁଁ କହିଥିଲି ଆମେ ଆଗରୁ ଅକ୍ଷର ଚିହ୍ନଟ କରିଥିଲେ। ଏବେ ଅକ୍ଷର ମାନଙ୍କୁ ନେଇ ଆମେ ଶବ୍ଦକୁ ଚିହ୍ନଟ କରିବା। ଯେମିତି ହସେଇରୁ ଆରମ୍ଭ ହେଉଥିବା ଶବ୍ଦକୁ ବର୍ତ୍ତମାନ ଚିହ୍ନଟ କରିବା। ମୁଁ ଆପଣମାନଙ୍କ ପାଖରେ କିଛି ଦେବି ଅପସନ ବା କିଛି ଦେବି ହଉଛୁ ଶବ୍ଦ। ତ ସେଇ ଶବ୍ଦ ମାନଙ୍କୁ ନେଇ ଆପଣ ଅକ୍ଷର ଚିହ୍ନଟ କରିବେ। ତ ଆପଣ ମାନେ କୁହନ୍ତୁ, ଏଇଠି କଣ ଲେଖା ହେଇଛି? ଚଟଣି। ଆଚ୍ଛା, ବହୁତ ବଢିଆ। ଏବେ କୁହନ୍ତୁ, ଏଇ ଅଣ୍ଡାକାର ଉପରେ କଣ ଲେଖା ହେଇଛି? ଚିନି। ଆଚ୍ଛା, ଏବେ ଆପଣ ମାନେ ମତେ କୁହନ୍ତୁ, ଏବେ କୋଉ ଶବ୍ଦ ମୁଁ ଆପଣ ମାନଙ୍କୁ ଦେଲି? ଇଟା। ଆଚ୍ଛା, ଏବେ ଆପଣ ମାନେ କୁହନ୍ତୁ, ଏବେ କୋଉ ଶବ୍ଦ ଆପଣଙ୍କୁ ମୁଁ ଦେଲି? ତିନି। ଆଚ୍ଛା, ଏବେ ମୁଁ ଆପଣମାନଙ୍କ ପାଖରେ 4ଟି ଶବ୍ଦ ଦେଲି। ତ ଏଇ 4ଟି ଶବ୍ଦ ଭିତରୁ ଆପଣ ମତେ କୁହନ୍ତୁ, ଇରୁ କେଉଁ ଶବ୍ଦ ଆରମ୍ଭ ହଉଛି? ଇଟା। ଆଚ୍ଛା, ବହୁତ ବଢିଆ। ଏବେ ଚାଲନ୍ତୁ ଦୀର୍ଘଇରୁ ଆରମ୍ଭ ହେଉଥିବା ଶବ୍ଦକୁ ଆମେ ଚିହ୍ନଟ କରି ଲେଖିବା। ଠିକ ଅଛି, ତ ସେଇଭଳିଆ ମୁଁ କିଛି ଆପଣଙ୍କୁ 4ଟି ଶବ୍ଦ ଦେବି। ସେଇ 4ଟି ଶବ୍ଦରୁ ଇରୁ ଆରମ୍ଭ ହେଉଥିବା ଶବ୍ଦକୁ ଚିହ୍ନଟ କରିବେ। ଠିକ ଅଛି, ଏବେ ଆପଣ ମାନେ ମତେ କୁହନ୍ତୁ, ଏବେ ମୁଁ କୋଉ ଶବ୍ଦ ଦେଲି? ନଖ। ଆଚ୍ଛା, ଏବେ ଆପଣ ମାନେ ମତେ କୁହନ୍ତୁ, ଏବେ ମୁଁ କୋଉ ଶବ୍ଦ ଦେଲି? ଇସ। ଆଚ୍ଛା, ଏବେ ଆପଣ ମାନେ ମତେ କୁହନ୍ତୁ, ଏବେ ମୁଁ କୋଉ ଶବ୍ଦ ଦେଲି? ଆଲମାରି। ଆଚ୍ଛା, ଏବେ ଆପଣ ମାନେ ମତେ କୁହନ୍ତୁ, ଏବେ ମୁଁ କୋଉ ଶବ୍ଦ ଦେଲି? ବାଟ। ଆଚ୍ଛା, ଏବେ ଆପଣ ମାନେ ମତେ କୁହନ୍ତୁ, ଏଇ 4ଟି ଶବ୍ଦ ଭିତରୁ ଦୀର୍ଘଇ ରୁ ଆରମ୍ଭ ହେଉଥିବା କୋଉ ଶବ୍ଦଟି ମତେ କୁହନ୍ତୁ? ଇସ। ଆଚ୍ଛା, ବହୁତ ବଢିଆ। ଏବେ ଚାଲନ୍ତୁ ହା ରୁ ଆରମ୍ଭ ହେଉଥିବା ଶବ୍ଦକୁ ଆମେ ଚିହ୍ନଟ କରିବା। କୋଉ ଶବ୍ଦ ଆମେ ହା ରୁ ଆରମ୍ଭ ହଉଥିବା ଆ କାର ଲାଗିଥିବ। ଠିକ ଅଛି, ଏବେ ଆପଣ ମାନେ ମତେ କୁହନ୍ତୁ,
ଏଠି କୋଉ ଶବ୍ଦ ଆପଣମାନଙ୍କୁ ଦେଲି? ଖପର। ଆଚ୍ଛା, ଏବେ ଆପଣ ମାନେ ମତେ କୁହନ୍ତୁ, ଏବେ ମୁଁ କୋଉ ଶବ୍ଦ ଦେଲି? ପାଚନ। ଆଚ୍ଛା, ଏବେ ଆପଣ ମାନେ ମତେ କୁହନ୍ତୁ, ଏବେ ମୁଁ କୋଉ ଶବ୍ଦ ଦେଲି? ଖାତା। ଆଚ୍ଛା, ଏବେ ଆପଣ ମାନେ ମତେ କୁହନ୍ତୁ, ଏବେ ମୁଁ କୋଉ ଶବ୍ଦ ଦେଲି? ଖଟା। ଆଚ୍ଛା, ଏବେ ଏଇ ଚାରୋଟି ଶବ୍ଦ ଭିତରୁ ରୁ ଆରମ୍ଭ ହେଉଥିବା ଶବ୍ଦକୁ ମତେ ଚିହ୍ନଟ କରି କହିଲେ। ଖାତା। ଆଚ୍ଛା, ବହୁତ ବଢିଆ। ତ ଏବେ ଆମେ ଦେଖିବା ଟା। ତୋରେ ଆକାର ଟା। ଟାରୁ ଆରମ୍ଭ ହେଉଥିବା ଶବ୍ଦକୁ ଆମେ ଚିହ୍ନଟ କରିବା। ଠିକ ଅଛି। ଏବେ କୁହନ୍ତୁ, ମୁଁ ଆପଣଙ୍କୁ କୋଉ ଶବ୍ଦ ଦେଲି? ଚିମୁଟା। ଆଚ୍ଛା, ଏବେ ଆପଣ ମାନେ ମତେ କୁହନ୍ତୁ, ଏବେ ମୁଁ କୋଉ ଶବ୍ଦ ଦେଲି? ଅଟା। ଆଚ୍ଛା, ଏବେ ଆପଣ ମାନେ ମତେ କୁହନ୍ତୁ, ଏବେ ମୁଁ କୋଉ ଶବ୍ଦ ଦେଲି? ମାପ। ଆଚ୍ଛା, ଏବେ ଆପଣ ମାନେ ମତେ କୁହନ୍ତୁ, ମୁଁ କୋଉ ଶବ୍ଦ ଦେଲି? ଟାଇ। ଆଚ୍ଛା, ଏବେ ଏଇ ଚିମୁଟା, ଅଟା, ମାପ, ଟାଇ ଭିତରୁ, ଏଇ ଚାରୋଟି ଶବ୍ଦ ଭିତରୁ ଟାରୁ ଆରମ୍ଭ ହଉଥିବା ଶବ୍ଦଟି କୋଉଟା ଆପଣ ମାନେ କହିଲେ? ଟାଇ। ଆଚ୍ଛା, ବହୁତ ବଢିଆ। ତ ଏବେ ଚାଲନ୍ତୁ ଆମେ ଦେଖିବା ମି। ଦୀର୍ଘଇକାର ଲାଗିଥିବ। ମୋରେ ଦୀର୍ଘଇକାର ଲାଗିକି ମି। ମିରୁ ଆରମ୍ଭ ହେଉଥିବା ଶବ୍ଦକୁ ଚିହ୍ନଟ କରି ଲେଖ। ଠିକ ଅଛି। ତ ସେଇଭଳିଆ ମୁଁ ଆପଣଙ୍କୁ କିଛି ଶବ୍ଦ ଦେବି, ସେଇ ଶବ୍ଦରୁ ଆପଣ ମିରୁ ଆରମ୍ଭ ହେଉଥିବା ଶବ୍ଦକୁ ଚିହ୍ନଟ କରିବେ। ଠିକ ଅଛି। ତ ଏବେ ଆପଣ ମାନେ ମତେ କୁହନ୍ତୁ, ଏବେ ମୁଁ ଆପଣ ମାନଙ୍କ ପରେ କୋଉ ଶବ୍ଦ ଦେଲି? ମାଛ। ଆଚ୍ଛା, ଏବେ ଆପଣ ମାନେ ମତେ କୁହନ୍ତୁ, ମୁଁ ଏବେ କୋଉ ଶବ୍ଦ ଦେଲି ଆପଣ ମାନଙ୍କ ପାଖକୁ? ମିଠା। ଆଚ୍ଛା, ଏବେ ଆପଣ ମାନେ ମତେ କୁହନ୍ତୁ, ଏବେ କୋଉ ଶବ୍ଦ? ରାଗ। ଆଚ୍ଛା, ଏବେ ଆପଣ ମାନେ ମତେ କୁହନ୍ତୁ, ଏଇଟା କୋଉ ଶବ୍ଦ? ମିନ। ଆଚ୍ଛା, ତ ଏଇ ଚାରୋଟି ଶବ୍ଦ ଭିତରୁ କୋଉ ଶବ୍ଦଟି ମି ରୁ ଆରମ୍ଭ ହେଇଛି? ମିନ। ଆଚ୍ଛା, ବହୁତ ବଢିଆ। ତ ଏବେ ଆପଣ ମାନେ ମତେ କୁହନ୍ତୁ, ବି। ହସିକାର ଲାଗିଥିବ। ବରେ ହସିକାର ଲାଗି ବି। ବି ରୁ ଆରମ୍ଭ ହେଉଥିବା ଶବ୍ଦକୁ ମତେ ଚିହ୍ନଟ କରି କହିବେ। ଠିକ ଅଛି। ତ ଏବେ ଆପଣ ମାନେ କୁହନ୍ତୁ, ଏବେ ମୁଁ କୋଉ ଶବ୍ଦ ଦେଲି ଆପଣ ମାନଙ୍କୁ? ବିଜୁଳି। ଆଚ୍ଛା, ଏବେ ଆପଣ ମାନେ ମତେ କୁହନ୍ତୁ, ଏବେ କୋଉ ଶବ୍ଦ ଦେଲି ଆପଣ ମାନଙ୍କ ପାଖରୁ? ବୀଜ। ଆଚ୍ଛା, ଏବେ ଆପଣ ମାନେ ମତେ କୁହନ୍ତୁ, ଏବେ ମୁଁ ଆପଣଙ୍କୁ କୋଉ ଶବ୍ଦ ଦେଲି? ବନ। ଆଚ୍ଛା, ଏବେ ଆପଣ ମାନେ ମତେ କୁହନ୍ତୁ, ଏବେ ମୁଁ ଆପଣଙ୍କୁ କୋଉ ଶବ୍ଦ ଦେଲି? ନାଳ। ଆଚ୍ଛା, ଏବେ ମତେ ଆପଣ ଏଇ ଚାରୋଟି ଶବ୍ଦ ଭିତରୁ ହସିକାର ଲାଗିଥିବ ଯେମିତି ବିରୁ କୋଉ ଶବ୍ଦଟି ହବ? ବିଜୁଳି। ଆଚ୍ଛା, ବହୁତ ବଢିଆ। ଏବେ ଚାଲନ୍ତୁ ଆମେ ଦେଖିବା ଖି। ଖରେ ହସିକାର ଲାଗିଥିବ। ଖି। ଖିରୁ ଆରମ୍ଭ ହଉଥିବା ଶବ୍ଦକୁ ଚିହ୍ନଟ କରିବା। ଠିକ ଅଛି। ତ ଏବେ ଆପଣ ମାନେ ମତେ କୁହନ୍ତୁ, ଏଇଟା କୋଉ ଶବ୍ଦ? କଣ ଲେଖା ହେଇଛି? କ୍ଷୀର। ଆଚ୍ଛା, ବହୁତ ବଢିଆ। ଏବେ ଆପଣ ମାନେ ମତେ କୁହନ୍ତୁ, ଏବେ ମୁଁ ଆପଣ ମାନଙ୍କୁ କଣ ଦେଲି? କୋଉ ଶବ୍ଦ? ରସ। ଆଚ୍ଛା, ଏବେ ଆପଣ ମାନେ ମତେ କୁହନ୍ତୁ, ଏବେ ମୁଁ ଆପଣଙ୍କୁ କୋଉ ଶବ୍ଦ ଦେଲି? ଖିରି। ଆଚ୍ଛା, ଏବେ ଆପଣ ମାନେ ମତେ କୁହନ୍ତୁ, ଏବେ ମୁଁ କୋଉ ଶବ୍ଦ ଦେଲି? ଅପର। ଆଚ୍ଛା, ଏଇ ଚାରୋଟି ଶବ୍ଦ ଭିତରୁ ଖିରୁ ଆରମ୍ଭ ହେଉଥିବା ଶବ୍ଦକୁ ମତେ କହିଲେ। ଖରେ ହସିକା ଲାଗିଥିବ। ଖିରି। ଆଚ୍ଛା, ବହୁତ ବଢିଆ। ଏବେ ଆପଣ ମାନେ ମତେ କୁହନ୍ତୁ, ଚରେ ଦୀର୍ଘଇକାର ଚି।
ଚିରୁ ଆରମ୍ଭ ହେଉଥିବା ଶବ୍ଦକୁ ଚିହ୍ନଟ କରିବା। ଠିକ ଅଛି। ତ ଏବେ ଆପଣ ମାନେ ମତେ କୁହନ୍ତୁ, ମୁଁ ଶବ୍ଦ ଦେଲି, କଣ ଲେଖା ହେଇଛି? ବାନର। ଆଚ୍ଛା। ଏବେ ଆପଣ ମତେ କୁହନ୍ତୁ, ଏବେ ମୁଁ କୋଉ ଶବ୍ଦ ଦେଲି? ଚପଲ। ଆଚ୍ଛା। ଏବେ ଆପଣ ମାନେ ମତେ କୁହନ୍ତୁ, ଏବେ ଆପଣଙ୍କୁ ମୁଁ କୋଉ ଶବ୍ଦ ଦେଲି? ଚିନି। ଆଚ୍ଛା। ଏବେ ଆପଣ ମାନେ ମତେ କୁହନ୍ତୁ, ମୁଁ ଆପଣଙ୍କୁ କୋଉ ଶବ୍ଦ ଦେଲି? ଚିର। ଆଚ୍ଛା। ତ ଏଇ ଚାରୋଟି ଶବ୍ଦ ଭିତରୁ ଚିରୁ ଆରମ୍ଭ ହେଉଥିବା ଶବ୍ଦକୁ ମତେ କହିଲେ। ଚିର। ଆଚ୍ଛା, ବହୁତ ବଢିଆ। ତ ଏବେ ମତେ କହିବେ ଆପଣ ମାନେ ମାରୁ ଆରମ୍ଭ ହେଉଥିବା ଶବ୍ଦକୁ ଚିହ୍ନଟ କରିବେ। ଠିକ ଅଛି। ତ ଏବେ ଆପଣ ମାନେ ମତେ କହିଲେ, ଏବେ ମୁଁ କୋଉ ଶବ୍ଦ ଆପଣଙ୍କୁ ଦେଲି? ମାତା। ଆଚ୍ଛା। ଏବେ ଆପଣ ମାନେ ମତେ କୁହନ୍ତୁ, ଏବେ ମୁଁ କୋଉ ଶବ୍ଦ ଦେଲି? ଚମକ। ଆଚ୍ଛା। ଏବେ ଆପଣ ମାନେ ମତେ କହିଲେ, ଏବେ ମୁଁ କୋଉ ଶବ୍ଦ ଦେଲି? ବୀମା। ଆଚ୍ଛା। ଏବେ ଆପଣ ମାନେ ମତେ କହିଲେ, ଏବେ ମୁଁ କୋଉ ଶବ୍ଦ ଦେଲି? ଚିମିନି। ଆଚ୍ଛା। ତ ଏଇ ଚାରୋଟି ଶବ୍ଦ ଭିତରୁ ମାରୁ ଆରମ୍ଭ ହେଉଥିବା ଶବ୍ଦକୁ ମତେ ଚିହ୍ନଟ କରି କହିଲେ। ମାତା। ଆଚ୍ଛା, ବହୁତ ବଢିଆ। ତ ଏବେ ଆପଣ ମାନେ ମତେ କୁହନ୍ତୁ, ଆମେ ଗୁଡାଏ ଅକ୍ଷର ମାନଙ୍କ ସହିତ ପରିଚିତ ହେଲେ, ଶବ୍ଦକୁ ବି ଆମେ ଚିହ୍ନଟ କରିଦେଲେ। ଏବେ ଅକ୍ଷରକୁ ଶବ୍ଦ ସହିତ ଯୋଡ଼ିବା। ଠିକ ଅଛି। ତ ମୁଁ ଆପଣ ମାନଙ୍କ ପାଖରେ କିଛି ଅକ୍ଷର ଦେଲି, ଆଉ କିଛି ଶବ୍ଦ ଦେଲି। ଦେଖିବା ଆପଣ ମାନେ ଯୋଡି ପାରୁଛନ୍ତି କି ନାହିଁ। ତ ମୁଁ ପ୍ରଥମେ ଦେଲି ଖି। ଖି କୁ କୋଉ ଶବ୍ଦ ସହିତ ଯୋଡିବା? କ୍ଷୀର। ଆଚ୍ଛା, ବହୁତ ବଢିଆ। ଏବେ ଆପଣ ମାନେ ମତେ କୁହନ୍ତୁ, ଖା। ଖରେ ଆକାର ଖା। ଖା ଅକ୍ଷର ସହିତ ଆମେ କୋଉ ଶବ୍ଦକୁ ଯୋଡିବା? ଖାତା। ଆଚ୍ଛା, ବହୁତ ବଢିଆ। ଏବେ ଆପଣ ମାନେ ମତେ କୁହନ୍ତୁ, ଏବେ ମୁଁ ଆପଣ ମାନଙ୍କୁ ଦେଲି ହସେଇ ଅକ୍ଷର। ତ ହସେଇ ଅକ୍ଷର ସହିତ ଆମେ କୋଉ ଶବ୍ଦକୁ ଯୋଡିବା? ଇଟା। ଆଚ୍ଛା, ବହୁତ ବଢିଆ। ଏବେ ଆପଣ ମାନେ ମତେ କୁହନ୍ତୁ, ଏବେ ମୁଁ ଦେଇଛି ଆପଣଙ୍କୁ ଅକ୍ଷର ବି। ବି କୁ କୋଉ ଅକ୍ଷର ସହିତ ଯୋଡିବା? ଏବେ ମୁଁ ଆପଣ ମାନଙ୍କୁ ଦେଇଛି ବି। ବି କୁ କୋଉ ଶବ୍ଦ ସହିତ ଯୋଡିବା? ବିଜୁଳି। ଆଚ୍ଛା, ବହୁତ ବଢିଆ। ଏବେ ଆପଣ ମାନେ ମତେ କୁହନ୍ତୁ, ମୁଁ ଆପଣଙ୍କୁ ଦେଲି ମା ଅକ୍ଷର। ମା ଅକ୍ଷର ସହିତ କୋଉ ଶବ୍ଦକୁ ଯୋଡିବା? ମାତା। ଆଚ୍ଛା, ବହୁତ ବଢିଆ। ତ ଆଜି ଆମେ ଅକ୍ଷର ମାନଙ୍କୁ ନେଇ ଶବ୍ଦ ଚିହ୍ନଟ କଲେ, ଅକ୍ଷର ମାନଙ୍କ ସହିତ ଅକ୍ଷର ମାନଙ୍କୁ ନେଇ ଶବ୍ଦ ଯୋଡ଼ିଲେ। ଠିକ ଅଛି। ତ ଆଗାମୀ କ୍ଲାସରେ ଆମେ ଆଉ କିଛି ନୂଆ ଅକ୍ଷର ମାନଙ୍କୁ ନେଇ ଚିହ୍ନଟ କରିବା ଓ ଶବ୍ଦକୁ ବି ଚିହ୍ନଟ କରିବା। ଠିକ ଅଛି। ଧନ୍ୟବାଦ।